ତିନି ମାସ ପର୍ଯ୍ୟନ୍ତ ଶିକ୍ଷା ଦେଲେ ପବିତ୍ର ଆତ୍ମାଙ୍କର ଦାନ ପାଇକି ସେମାନେ କଥା କହିବାକୁ ଲାଗିଲେ। ଯେଉଁ ଲୋକମାନେ ପବିତ୍ର ଆତ୍ମାଙ୍କ ଶକ୍ତି ପାଇଛନ୍ତି ତାଙ୍କର ନମ୍ବର ଲେଖାଇଛି 12 ଜଣ। ଏ ଶିକ୍ଷା କଣ ପାଇଁ ଆବଶ୍ୟକ ହୋଇଥାଏ ବୋଲି ବ୍ୟକ୍ତି ଜୀବନରେ ଗୋଟିଏ କ୍ୟାରେକ୍ଟର ଆଗକୁ ହେଲା ଫାଇନାନ୍ସ ଏ କଠିନ ଥିବା ବ୍ୟକ୍ତି ବୋଲି କୁହାଯାଇଛି। ଆମେ ସମସ୍ତେ ଜାଣୁ ସାଉଲ କିଏ ଥିଲେ ଆଉ ପାଉଲ କିଏ ଥିଲେ। ଶୈତାନ ସବୁବେଳେ ପ୍ରୟାସ କରେ ଯେ ସେମାନଙ୍କୁ କଣ କରିବ ନା ଭ୍ରାନ୍ତ ଶିକ୍ଷା ଏବଂ ଭ୍ରାନ୍ତ କଳ୍ପନା ଦେଇକି ସେମାନଙ୍କୁ କ୍ରୋଧ କରିବ। ଦେଖନ୍ତୁ ଏହି ସମସ୍ତ ବିଷୟ ଯେତେବେଳେ ହୋଇଥାଏ ଅନେକ ଲୋକ ବୁଝି ନାହାନ୍ତି ବା ବୁଝିପାରନ୍ତି ନାହିଁ। ପାଉଲ ଯେତେବେଳେ ସେଇ ମଣ୍ଡଳୀକୁ ସେ ସ୍ଥାନକୁ ପହଞ୍ଚୁଛନ୍ତି ଆଉ ଯେତେବେଳେ ସେମାନଙ୍କର ଉପରେ ହସ୍ତାର୍ପଣ କରୁଛନ୍ତି ସାଙ୍ଗେ ସାଙ୍ଗେ ପବିତ୍ର ଆତ୍ମାଙ୍କର ଦାନ ପାଇକି ସେମାନେ କଥା କହିବାକୁ ଲାଗିଲେ। କିନ୍ତୁ ତା ପରର ଘଟଣା କିପରି ହୋଇଛି ଜାଣିଛନ୍ତି? ଯେଉଁ ଲୋକମାନେ ପବିତ୍ର ଆତ୍ମାଙ୍କ ଶକ୍ତି ପାଇଛନ୍ତି ତାଙ୍କର ନମ୍ବର ଲେଖାଇଛି 12 ଜଣ ଥିଲେ ଆଉ ସେହି ଲୋକମାନଙ୍କୁ ସେ ବାରମ୍ବାର ଶିକ୍ଷା ଦେବାକୁ ଲାଗିଲେ। ଏ ଶିକ୍ଷା କଣ ପାଇଁ ଆବଶ୍ୟକ ହୋଇଥାଏ ବୋଲି ବ୍ୟକ୍ତି ଜୀବନରେ ଯଦି ଆମେ ଯେତେବେଳେ ପବିତ୍ର ଆତ୍ମାଙ୍କ ଶକ୍ତି ପାଇଥାଉ ବା କୌଣସି ପ୍ରକାର ଶକ୍ତି ପାଇଥାଉ ଆମକୁ ପରମେଶ୍ୱରଙ୍କ ସହିତ ଲାଗିକି ରହିବା ଆବଶ୍ୟକ ଅଟେ। ସେଠାରେ ଲେଖା ହେଇଛି କେତେ ମାସ? 3 ମାସ ପର୍ଯ୍ୟନ୍ତ ଶିକ୍ଷା ଦେଲେ। ଯେତେବେଳେ ଆପଣ ମାନେ ଆହୁରି ଅଧିକରୁ ଅଧିକ ଶକ୍ତିରେ ବୃଦ୍ଧି ପାଉଥିବେ ଅନେକ ବ୍ୟକ୍ତି ଥାନ୍ତି ସେମାନେ ଜଳିବା ଆରମ୍ଭ କରନ୍ତି। ଅନେକ ଲୋକମାନେ ଥାନ୍ତି ସେମାନେ ଅବୁଝା କାର୍ଯ୍ୟ କରନ୍ତି। ଅନେକ ଲୋକମାନେ ଥାନ୍ତି ସେମାନେ ବ୍ୟାକବାଇଟିଂ ମାନେ ପଛରେ କଥା କହନ୍ତି। ପବିତ୍ର ଆତ୍ମାଙ୍କର ଦାନ ପାଇ ସାରିଲା ପରେ ଯେଉଁ ଶିକ୍ଷା ପାଉଲ ସେମାନଙ୍କୁ ଦଉଅଛନ୍ତି ସ୍ଥିର ଭାବରେ ସେହି ସମସ୍ତ ଶିକ୍ଷାକୁ ଅନ୍ୟ କେତେକ ଲୋକ ଗ୍ରହଣ କରିପାରୁନାହାନ୍ତି। ସେ ଲୋକମାନଙ୍କର ପରିଚୟ କଣ ଲେଖାଯାଇଛି? ମାନେ କଠିନ ଥିବା ବ୍ୟକ୍ତି ବୋଲି କୁହାଯାଇଛି। କେତେ ଜଣ ଅଛନ୍ତି ମୋର ପ୍ରିୟମାନେ ଯେଉଁମାନେ କି ପଛରେ ଛିଡା ହୁଅନ୍ତି ଆଉ ଦେଖନ୍ତି କଣ ହେଲା ଦେଖାନ୍ତ। ଯେଉଁମାନେ କି ଏହି ସମସ୍ତ ବିଷୟକୁ ପରୀକ୍ଷା ମଧ୍ୟ ଯୀଶୁଙ୍କ ପାଖକୁ କରିବାକୁ ଆସୁଥିଲେ। ଏବଂ ପାଉଲଙ୍କର ସେହି ଶିକ୍ଷା ପରେ ସେ ପବିତ୍ର ଆତ୍ମାଙ୍କର ଦାନ ପରେ ଲୋକମାନେ ଅବିଶ୍ୱାସ ଭାବରେ କଠିନ ନିଜର ମନକୁ କରିଛନ୍ତି। କିନ୍ତୁ ପାଉଲ ଲେଖା ଅଛି କି ସେ ଜାଗାରେ ସେମାନଙ୍କ ପାଖକୁ ଯାଇକି ଯୁକ୍ତି କରେ ବୋଲି ଲେଖା ଅଛି କି ପାଉଲ ଯାଇକି ସେମାନଙ୍କୁ ମାରି ପକେଇଲେ? ପାଉଲ ଚାହିଁଥିଲେ କରିପାରିଥାନ୍ତି ନା ନାଇଁ? ଆମେ ସମସ୍ତେ ଜାଣୁ ସାଉଲ କିଏ ଥିଲେ ଆଉ ପାଉଲ କିଏ ଥିଲେ। ଗୋଟେ ଡଙ୍ଗଟେ ଯଦି ପରିବର୍ତ୍ତନ ହୋଇଛି ତାର ନା ସାଉଲ ଥିଲା ପାଉଲରେ। ସେ ଚାହିଁବା ବୋଲେ ଶକ୍ତି ମାରିବାକୁ ପାଉଲଙ୍କ ପାଖରେ ମଧ୍ୟ ସେଇ ଶକ୍ତି ଥିଲା ମୋର ପ୍ରିୟ ମାନେ। କିନ୍ତୁ ପାଉଲ ସେ ସମସ୍ତ ବିଷୟ କରି ନାହାନ୍ତି। ଆମେ ବୁଝିବାକୁ ପଡିବ ଆଜି ଯଦି ମଣ୍ଡଳୀରେ ଯଦି ଅଧା ଲୋକ ପବିତ୍ର ଆତ୍ମାଙ୍କ ଶକ୍ତି ପାଉଛନ୍ତି ଅଧା ଲୋକ ଯଦି ପବିତ୍ର ଆତ୍ମାଙ୍କ ଶକ୍ତି ପାଉନାହାନ୍ତି ତ ଆମର ଦାୟିତ୍ୱ କଣ ହେବା ଆବଶ୍ୟକ? ପାଉଲ କଣ କରୁଛନ୍ତି? ସେମାନଙ୍କୁ କ୍ରୋଧ କରୁଛନ୍ତି। ହାଲେଲୁୟା। କେନ୍ତା କଥା କହିଲା ତାର ଘରେ ଯିବ ତାର ଘରେ କମ ଯିବ ତାର ଲାଗି ଝ ପ୍ରାର୍ଥନା ତାର ଲାଗି କମ ପ୍ରାର୍ଥନା। ହାଲେଲୁୟା। ମୋର ପ୍ରିୟ ମାନେ ଆମକୁ ବୁଝିବାକୁ ପଡିବ ପବିତ୍ର ଆତ୍ମାଙ୍କ ଶକ୍ତି ଯେତେବେଳେ ଆମ ପାଖକୁ ଆସେ ବା କୌଣସି ଆଲୌକିକ ଶକ୍ତିରେ ଆମେ ମାନେ ଯେତେବେଳେ ଭରି ଯାଇଥାଉ ଶୈତାନ ସବୁବେଳେ ପ୍ରୟାସ କରେ ଯେ ସେମାନଙ୍କୁ କଣ କରିବ ନା ଭ୍ରାନ୍ତ ଶିକ୍ଷା ଏବଂ ଭ୍ରାନ୍ତ କଳ୍ପନା ଦେଇକି ସେମାନଙ୍କୁ କ୍ରୋଧ କରିବ। ସେଥିପାଇଁ ପାଉଲ କଣ କରୁଛନ୍ତି? ସେମାନଙ୍କୁ ଭିନ୍ନ କରୁଛନ୍ତି। କାରଣ ଯଦି ଆମେ ମାନେ ଦୁଷ୍ଟ ମାନଙ୍କ ମନ୍ତ୍ରରେ ଚାଲିବା ତାହେଲେ ନିଶ୍ଚିତ ଭାବରେ କଣ ହବ ନା ଆମେ ମାନେ ମଧ୍ୟ ଧୀରେ ଧୀରେ ଆମର ପରିବର୍ତ୍ତନର ସ୍ୱଭାବ ଆସିବ। ଆଜି ଆମେ ପରମେଶ୍ୱରକୁ ଜାଣିଲା ସତ୍ତ୍ୱେ ମଧ୍ୟ କଣ ପାଇଁ ଭୁଲ କରିଥାଉ? ଗୋଟିଏ ସବୁଠୁ ବେଶୀ ବଡ କାରଣ ମୁଁ ଆପଣଙ୍କ ସହିତ ରଖିବି ଯାହାକି ବନ୍ଧୁତା, ଫ୍ରେଣ୍ଡସିପ, ଗୋଟେ ରିଲେସନସିପ ଯାହାକି ଗୋଟିଏ ଏପରି କାର୍ଯ୍ୟରେ ଲିପ୍ତ କରେ ଗୋଟେ ବ୍ୟକ୍ତିକୁ ସେ ସେଠାରୁ ବାହାରି ପାରିବ ନାହିଁ, ସେ ସେଠାରୁ ପଳେଇଯିବ। ଆଜି ଗୋଟେ ବ୍ୟକ୍ତିକୁ ପତନ ହେବାକୁ ହେଲେ ଗୋଟିଏ କ୍ୟାରେକ୍ଟର ଆଗକୁ ହେଲା ଫାଇନାନ୍ସ। ଏ ଦୁଇଟା ବିଷୟ ବହୁତ ଜରୁରୀ ଥାଏ ତା ଜୀବନରେ। ସେ ଯତ୍ନପୂର୍ବକ ସେ ବିଷୟକୁ ଧ୍ୟାନ ଦେବ। ଆଉ ଯଦି ବେଶୀ ପଇସା ଆସିଗଲା ତାହେଲେ ମଧ୍ୟ ପ୍ରୋବ୍ଲେମ। ଆଉ ବେଶୀ ଯଦି ପ୍ରଲୋଭନ ବା ସମସ୍ୟା ବା ରିଲେସନସିପ ଆମେ ବାଧ୍ୟ ହେଇଗଲୁ କୋଉ ଜାଗାରେ ତାହା ମଧ୍ୟ ଆମମାନଙ୍କ ପାଇଁ ପ୍ରୋବ୍ଲେମ ଅଟେ। ଆଉ ସେଇ ଜାଗାରେ ସେ ବ୍ୟକ୍ତି ମାନଙ୍କୁ ପୃଥକ କରୁଛନ୍ତି ବୋଲି ଲେଖାଯାଇଛି। ମାନେ ନିଜକୁ ଯଦି ଭାବୁଛୁ ଆମେ ମାନେ ପରମେଶ୍ୱରଙ୍କ ସହିତ ବହୁତ ବଢିଆ ରିଲେସନ ଯଦି ରଖିଛୁ ତାହେଲେ ଆମେ ସବୁବେଳେ ଅନ୍ୟ ଚାଟୁବାଦ ଲୋକମାନଙ୍କୁ ଆମେ ପୃଥକ ରହିବାକୁ ପଡିବ। ଅବୁଝା ଲୋକମାନଙ୍କ ଠାରୁ ଆମେ ପୃଥକ ରହିବାକୁ ପଡିବ। ଯେଉଁମାନେ ବିଷୟକୁ ବୁଝୁନାହାନ୍ତି ସେମାନଙ୍କ ଠାରୁ ପୃଥକ ରହିବାକୁ ପଡିବ। ପ୍ରଭୁ କହନ୍ତି ଯେ ତୁମମାନଙ୍କୁ ଯୁକ୍ତି କରିବାର ଆବଶ୍ୟକ ନୁହେଁ, କାରଣ ପବିତ୍ର ଆତ୍ମାଙ୍କର ଶକ୍ତି ଏପରି ଅଟେ ଯେ ଚାଖିଛି ସେ ହିଁ ଜାଣିବ। କୋଉ ନାମ? ଯୀଶୁ ନାମ ଯେ ଜାଣିଛି
से व्यक्ति ही जानी पारिबो जे प्रकृत रे पवित्र आत्मांकर से स्पर्श कोन अटे। हालेलुया।